ଆଜ୍ଞା ନମସ୍କାର। 1931 ମସିହାରେ ବଙ୍ଗଳାରୁ ଦିଲ୍ଲୀକୁ ସିଫ୍ଟ ହୋଇଥିଲା ଭାରତର ରାଜଧାନୀ ବା ଯାହାକୁ ଆମେ ଇଂରେଜୀରେ କହୁଛେ କ୍ୟାପିଟାଲ। ତାହେଲେ ତା ପୂର୍ବରୁ ଇଂରେଜମାନଙ୍କର କ୍ୟାପିଟାଲ ଥିଲା ୱେଷ୍ଟ ବେଙ୍ଗଲ, ଯେଉଁଠି ସମସ୍ତ କାର୍ଯ୍ୟ ଚାଲିଥିଲା ଭାରତବର୍ଷର। ଯଦି ଆପଣ ଶୁଣିବେ ଆଶ୍ଚର୍ଯ୍ୟ ହୋଇଯିବେ, 2023-24 ମସିହାରେ 400 କମ୍ପାନୀ ୱେଷ୍ଟ ବେଙ୍ଗଲ ଛାଡ଼ି ଚାଲିଯାଇଛନ୍ତି। 2014 ମସିହାରୁ 2026 ମସିହା ମଧ୍ୟରେ 2300+ କମ୍ପାନୀ ୱେଷ୍ଟ ବେଙ୍ଗଲ ଛାଡ଼ି ଚାଲିଯାଇଛନ୍ତି। ଯଦି ଆପଣ ଦେଖିବେ ୱେଷ୍ଟ ବେଙ୍ଗଲକୁ ଟିକେ ଲକ୍ଷ୍ୟ ରଖିବେ, ମାନେ ଓଡ଼ିଶାରୁ ସେପଟକୁ ଯଦି ଦେଖିବେ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଯଦି ଆପଣ ଦେଖିବେ, ୱେଷ୍ଟ ବେଙ୍ଗଲ, ଆସାମ ସେପଟେ ଆମ ସାତ ଭଉଣୀ ଯଦି ଦେଖିବେ, ତାହେଲେ ପ୍ରକୃତରେ ସବୁଠୁ ଫ୍ଲୁଏଣ୍ଟ ଇଂଲିଶ କହୁଥିବା ଲୋକ ହିଁ ବଙ୍ଗାଳୀ ଲୋକମାନେ। ଏବଂ ସବୁଠୁ ଗୀତ, ନାଟ ଏବଂ ସବୁବେଳେ ଖୁସି ମିଜାଜର ଲୋକ ସେଇ ବଙ୍ଗାଳୀମାନେ। ସେଇ ବେଙ୍ଗଲୀ ଭାଇ ଭଉଣୀମାନେ ସବୁ ଜିନିଷ ଶିଖିଥିଲେ ଇଂରେଜ ଅମଳରୁ। ତାହେଲେ ଆଜି ବେଙ୍ଗଲର ପରିସ୍ଥିତି ଏମିତି ହୋଇଗଲା କାହିଁକି? ଯଦି ଆଜି ବେଙ୍ଗଲ ଆମର ସାଉଥ ପରି ଏ ପ୍ରସ୍ପରସ୍ ହେଇଥାନ୍ତା, ତାହେଲେ ହୁଏତ ଆମମାନଙ୍କୁ ଆଜି ଏଇ ଚେନ୍ନାଇ, ବାଙ୍ଗାଲୋର, କିଏ ଆନ୍ଧ୍ରପ୍ରଦେଶ, ବମ୍ବେ, ଦିଲ୍ଲୀ ଯିବାକୁ ପଡ଼ିନଥାନ୍ତା। ଠିକ୍ ଅଛି, ଆମ ଓଡ଼ିଶାର ଅବସ୍ଥା ଯାହା ଅଛି ଉନ୍ନତି ହେବ ବୋଲି ଆଶା କରୁଛୁ, କିନ୍ତୁ ବର୍ତ୍ତମାନ କଥା ରହିଛି ୱେଷ୍ଟ ବେଙ୍ଗଲ। ଯଦି ଆଜି ବିଜେପି ସରକାର ସେଠାରେ ସରକାର ଗଠନ କରୁଛନ୍ତି, ଆଶା କରାଯିବ ଯେ କ'ଣ ପୁଣି ଥରେ ସବୁ ସେ କମ୍ପାନୀ ଫେରିବେ, କ'ଣ ପୁଣି ଥରେ ଆଉ ସେଇ ବଙ୍ଗଳା ଫେରିବ କି? ପୁଣି ଥରେ ସେଇ ବଙ୍ଗଳା ଭାରତର ନାଁକୁ ଉଚ୍ଚକୁ ନେଇପାରିବ କି? ନା ଚାଲିବ ଖାଲି ରାଜନୀତି? ବାକି ରହିଲା ଓଡ଼ିଶାର କଥା। ଓଡ଼ିଶାରେ ବର୍ତ୍ତମାନ ମଧ୍ୟ ଡବଲ ଇଞ୍ଜିନ ସରକାର ଚାଲିଛନ୍ତି। ଆପଣମାନଙ୍କର ଆଶା ବର୍ତ୍ତମାନ ପୂର୍ଣ୍ଣ ହେଉଛି, ନା ଆଶା କେବଳ ଆଶାରେ ରହିଛି? ଆଶା ଭବିଷ୍ୟତରେ ପୂର୍ଣ୍ଣ ହେବ, ନା ଏହା ସେଇ ଆଶାରେ ରହିଯିବ? ଆପଣଙ୍କ ମତାମତ ଅପେକ୍ଷାରେ ମୁଁ ରହୁଛି। ଆପଣ ଯଦି ମତାମତ ଦେବେ, ନିଶ୍ଚିନ୍ତ ଭାବରେ ଏହା ଉପରେ ଏକ ଡିଟେଲ୍ସ ନେଇ ଆସିବାକୁ ଚେଷ୍ଟା କରିବି। ରହୁଛି, ନମସ୍କାର, ଧନ୍ୟବାଦ।